ସ୍ତ୍ରୀ କି ମାଇଲା ଶାଶୁକୁ ରାଣ୍ଡ କଲା ଶାଶୁରୁ କାନ୍ଦଣା ଦେଖି ନ ପାରି ତା ବଡ ଭାଇ ସହିତ ତାକୁ ବିବାହ କରିଦେଲା। ଏଣୁ ମନ କର୍ଣ୍ଣ ଦେଇ ଶୁଣ ମୋର ସୁଧି ଜନ କେଡେ ସୁନ୍ଦର ପୁଣି ବାବୁଙ୍କ ପ୍ରସନ୍ନ ଜଗତ ଜୀବନ ରାମ ଯେ ବୈକୁଣ୍ଠ ନାଥ ସପ୍ତମ ଅବତାରେ ହୋଇଲେ ରଘୁନାଥ। ପିତା ସତ୍ୟ ପାଳିନ ଗଲେ ବନ ପଥ ବୈଦେଇ ଛଳରେ ସୁଗ୍ରୀବ ସଙ୍ଗେ ମିତ ଯାହି ବାଳିକୁ କରିଲେ ହତ ସେ ରଘୁନାଥ ବାଳିକୁ କରିଲେ ହତ। ଆଜ୍ଞା ସମୁଦ୍ରରେ ବନ୍ଧ ବାନ୍ଧିଲେ ରାମଚନ୍ଦ୍ର ଯାଇନ ବିନାଶ କରିଲେ ପୁଣି ଦୈତ୍ୟ ଇନ୍ଦ୍ର ବିଭୀଷଣ ଶାଢ଼ୀରେ ବାନ୍ଧିଲେ ମୁରାରୀ ପ୍ରବେଶ ହୋଇଲେ ପୁଣି ଅଯୋଧ୍ୟା ପୁରୀ ରାମଙ୍କର ଭାରିଜା ହୋଇଥିଲା ରାବଣ ମନ କର୍ଣ୍ଣ ଦେଇ ଶୁଣ ମୋର ସୁଧି ଜନ। ଆଜ୍ଞା ରାମଙ୍କ ଭାରିଜା ରାବଣ ଯେ କିମିତି ପଦେ ପଦେ କହୁଛୁ ରାମାୟଣ ପୋଥି ଏଡେ ବଡ ରାବଣ କିମିତି ଭାରିଜା ହେଲା ସେ କଥା ଗୋଟିଏ ବୁଝାଇ ଦେବା ପରା। ଦିନେ ଲଙ୍କାରେ ସେ ଲଙ୍କପତି ସଭା କରି ବସି ଅଛି ଯେ ଜାଗୃତି ବୁଲି ବୁଲି ଚଳିଲେ ବ୍ରହ୍ମାନନ୍ଦନ ନାରଦ ଋଷି ଯେ ଗଲେ ଲଙ୍କା ଭୁବନ ନାରଦକୁ ଦେଖି କଲା ଦଣ୍ଡବତ ଆଶୀର୍ବାଦ ଦିଅ ହେ ବ୍ରହ୍ମାଙ୍କ ସୁତ ପଚାରିଲା ରାବଣ ଶୁଣ ମୁନିବର ଚାରି ଯୁଗେ ଅମର ହେବି ମୁହି ଲଙ୍କେଶ୍ୱର। ସେଦିନ ପହସିଲେ ନାରଦ ଜ୍ୟୋତି ଆରେ କି ମୂର୍ଖ ବରିରେ ରାବଣ କହନ୍ତି ଯୋ ବ୍ରହ୍ମାଙ୍କ ତେରେ ଦେଇ ଅଛି ବର ସେ ବ୍ରହ୍ମା ଅମର ନାହିଁ ରେ ତୁମର କୋଟି କୋଟି ବ୍ରହ୍ମା ଛାଡ଼ିଲେଣି ପ୍ରାଣ ମିଥ୍ୟାରେ ଅମର ବୋଲି କହୁଛୁ କେଶନ। ଏହି କଥା ଶୁଣି ରାବଣ ଯୋଡ଼ିଦେଲା କର କିପରି ଅମର ହେବି କୁହ ହେ ବ୍ରହ୍ମାଙ୍କ କୁମର। ବ୍ରହ୍ମା ପୁଅ ନାରଦ ତାକୁ ଦେଲେ ଯେ ବୁଝାଇ ତୋତେ ମାରିବା ଲୋକରେ ମର୍ତ୍ତ୍ୟ ଜନ୍ମ ଗଲାଣି ହୋଇ ସେ ଜଗତ ଜୀବନ ବୈକୁଣ୍ଠ ନାଥ ନାରାୟଣ ଦଶରଥ ଘରେ ରାମ ରୂପେ ହେଲାଣି ଯେ ଜନ୍ମ ହଇରେ ଚାରି ରୂପ ଧାରଣ କରି ପ୍ରଭୁ ଜନ୍ମିଛନ୍ତି ଯଦି ପ୍ରଭୁଙ୍କ ଅଇଁଠା ଖାଇବୁ ଯାଇଟି କାଲି କି ଅଯୋଧ୍ୟାରେ ହେଉଛି ପାଳନ ମାର୍ଗଶିର ମାସ ପ୍ରଥମ ଗୁରୁବାର ପରୁଆ ଅଷ୍ଟମୀ ପାଳନ ହେଉଛି ଅଯୋଧ୍ୟାର କଥା ଖାଇଥିବେ ଏଟିଲି ପିଠାକୁ ପୁଣି ରାମ ତାଙ୍କର ନିର୍ମାଲ୍ୟ ଯେବେରେ କରିବୁ ଭକ୍ଷଣ କୋଟି କୋଟି ରାମ ହେଲେ ନ ପାରିବେ ମାରି ଯୁଗେ ଯୁଗେ ଆମର ରାବଣ ହେବୁ ବିସ୍ତାରୀ ଏତିକି କହି ପୁଣି ବ୍ରହ୍ମାଙ୍କର ପୁଅ ଆକାଶ ମାର୍ଗରେ ପୁଣି ଚଳିଲେ ନିଶ୍ଚୟ। ଆଜ୍ଞା ସେଦିନ ରାବଣ ହେ ମନେ ଚିନ୍ତା କଲା ପୁଷ୍ପକ ବିମାନେ ବସି ଅଯୋଧ୍ୟାକୁ ଚଳିଲା ଆଜ୍ଞା ଚାରି ରୂପ ହୋଇ ରାମ ହୋଇଛି ଜନ୍ମ ମା କୌଶଲ୍ୟା କାଖରେ ପୁତ୍ରକୁ ଧରିଣ ଆଜ୍ଞା ବୁଲାଇ ବୁଲାଇ ପିଠା ଖୁଆଉଛନ୍ତି ଖୋଇଲା ବେଳେ ରାମ ଆଜ୍ଞା ମୁଣ୍ଡ ନାଡୁଛନ୍ତି ରାବଣ କାକି ରୂପ ହୋଇ ଅଯୋଧ୍ୟା ପାଚିରି ଉପରେ ବସିଲେଣି ଯାଇ ଦେଖିଦେଲେଣି ସେଦିନ ଦେବତା ରାମ ପିଠା ଅଧା ପୁଣି କରିଛନ୍ତି ଭୋଜନ ମାଇ କାକି ଅନାଉଛନ୍ତି ରାମ କୌଶଲ୍ୟା ମାତା ରାମକୁ କୋଳେ ଅଛନ୍ତି ଧରିଣ ଆଜ୍ଞା ଯେତେ ପକ୍ଷୀ ପଶୁକୁ ଦେଖାଇ ଦେଖାଇ ପିଲା ରାମକୁ ମାତା ଦିଏ ଖୁଆଇ ଆରେ ରଣୀ ପିଠା ଖାଉ ନାଇଁ ରେ ମୋର ରଘୁମଣି ଆରେ ପାରା ପିଠା ଖାଉ ନାଇଁ ରେ ମୋ କୋଦଣ୍ଡ ଧରା ଆରେ ବଗ
ପିଠା ଖାଉନାହାନ୍ତି ମୋର ମହାବାହୁ। କାଉ ବୋଲି ଯେତେବେଳେ କୌଶଲ୍ୟା ଡାକିଲା କାଉ ରୂପ ଧରିଥିଲା ବିଶ୍ରବାର ବୋଳା ସତ ପଡ଼ିଗଲା ବୋଲି ଭାବିଲା ରାବଣ ଧରିଥିବା ପିଠାଟା ନେଲା ଛଡ଼ାଇ ଏଣୁ ଅଧା ଖାଇ ଅଛନ୍ତି ଯେ ଦେବତା ରାମ ତାଙ୍କ ଉଚ୍ଚିଷ୍ଟ ଯେ ଅଛି ଯେ ଲାଗିଣ ପିଠାକୁ ଧରିଦେଲା ଯେ ରାବଣ କାକି ଆକାଶ ମାର୍ଗକୁ ପକ୍ଷୀ ଯେ କରିଲା ଗତି। କାନ୍ଦିଲେ ରାମ ଆଜ୍ଞା ମା କୋଳରେ କୌଶଲ୍ୟା ପୁଅକୁ ବୁଝାଉନ୍ତି ବାରେ ବାବୁରେ ତାଟ ତାଟ କରିଛି ପିଠା ପଇଠା ପିଠାଟା କାଉ ନେଲା ଏକା ଦଶୁଟା ପିଠା ଆଣି ଦେବିରେ ରାମ କାହିଁକି ତୁ ଧନ କରୁଛୁ ରୋଦନ। ଏଣୁ ଭିତର ଗୃହକୁ ଗଲେ କୌଶଲ୍ୟା ମାତ ମାୟା ରାମ ହୋଇ କାନ୍ଦିଲେ ଯେ ତୁରନ୍ତ ଓରିଜିନାଲ ରାମ ଅଣ୍ଡିରା କାକ ହେଲେ ରାବଣ କାକି ପଛେ ପଛେ ଯେ ଗୋଡ଼ାଇ ଗଲେ। ଏଣେ ଦେବତା ମାନେ କୁଟ କଲେ ଇଏ ଯଦି ଖାଇଦବା ଆଉ ମାରି ପାରିବେନି। ସରସ୍ୱତୀ କି ଚିନ୍ତା କରିଲେ ଏବେ ତ ଦେବଗଣ ସରସ୍ୱତୀ ଆଇ ମାଇ କାକି କଣ୍ଠରେ ଗଲା ଦେବଗଣ ଇଏ ଭାବିଲା କ ବୃକ୍ଷ ମୂଳେ ରଖିଲେ ଖାଇବି ଏଣୁ ଆକାଶ ମାର୍ଗରେ ସେ କରୁଛି ଗତି ଅଣ୍ଡିରା କାକ ହୋଇଛନ୍ତି ସୀତାପତି ମାଇ କାକି ପଛେ ଯେ ଯାନ୍ତି ଖାଇ ପାଞ୍ଚ ବଟ ମୂଳେ ଭେଟ ହେଲେ ଯାଇ କୋରଡେ କାକି ରୂପ ହୋଇ ବିଚାରିଲା ଏଠାରେ ବସି ଦେବି ମୁଁ ଖାଇ ଏ ସମୟ ଅଣ୍ଡରା କାକ ରାମ ଚଳିଲେ ପାଖକୁ ପାଖକୁ ଧୀରେ ଧୀରେ ଗଲେ ମାଇ କାକି ରାବଣ ମନରେ ଭାବୁଅଛି ସତେ କି ଅଣ୍ଡରା କାକ ମୋତେ କି ଦେବ କୁପି ତାର ଭାବନା ଜାଣି କୋଦଣ୍ଡ ଧର ହରି খুম্পি দেলে যাইল মুখ গোটি তারি ধরিଥିଲା তো অইঠা পিঠা তলে পড়ি গলা জলরে একা কেবল জলরে পড়িলা অইঠা পিঠা জোকা বুড়ে পিঠা পড়ি গলা একা মুহরে নাই সেইটা হচ্ছে কোন না বাঞ্ছা বট বাঞ্ছা বটটা গঙ্গা তটরে আছে যে তলে পড়িলা সেইটা গঙ্গা নদীরে যেতে যোগ্য ଥିଲେ সে পিঠাটা প্রভুঙ্গর অইঠা পিঠাটা খাই অমর হয়ে হেলে গুন্ড করদবা আউথরে অদিন পানি বর্ষিলে আউথরে সে যোগକୁ আজ্ঞା শুকুলারে মারিগিরি ছেচিগিরি হেমদস্তারে চালুন্ডরে চলেগিরি বোতলরে ভরি করিও আষাঢ় মাসরে আজ্ঞা যেতল ঘড়ঘড়ি মারিও টিপি টিপি বর্ষা হবো সে যে তলে আজ্ঞা পকেদ লক্ষ লক্ষ যোগ হইব তেণু করে তার মৃত্যু না হেলে তেণু দুই জনকর হইলা যে প্রীতি সে প্রীতিরু তিনটা ডিম্ব পুনি জাত হইলাটি সে ডিম্বকু ফুটাইলা যে রাবণ কাকি কাউ কোইলি কুমুডিয়া তিনি হইলা সন্ততি রামଙ୍କର ମାଇକିନା রাবণ হেলা ହେଲେ ଆପଣ କଣ କରିଥିଲେ ନା ମାଇପ ହେଲା କି ରାମଙ୍କର ମାଇପ ରାବଣ ହେଲା রাবণ হেলা ସୀତାକୁ ଯେତେବେଳେ ଚୋରି କରି ରାବଣ ନେଲେ ସେତେବେଳେ ସମୁଦ୍ରରେ ସେତୁ ବାନ୍ଧି ଭାଲୁ ମାଙ୍କଡ ମାନଙ୍କ ସତୀ ସାଙ୍ଗ ହୋଇ ରାବଣକୁ ବଧ କଲେ ହେଲେ ରାବଣ ରାମଙ୍କର ମାଇପକୁ ମାଇଲେ ସୁକୁ ରାଣ୍ଡ କରି ହେଲେ ମାଇପ ହଉଛି ରାବଣ ମାଇପକୁ ମାରିବାରୁ ମାଇପର ରାବଣର ସ୍ତ୍ରୀ ହଉଛି ମନ୍ଦୋଦରୀ ଝିଅ ହଉଛି ସୀତାକୁ ବିବାହିଛି ରାମ ତେଣୁ ଇଏ ସିନେ ଅଣ୍ଡରା ସିନେ ମାଇପ ତା ମାଇକି ନାଙ୍କର ଶାଶୁ ସୁରୁ ଦୁଃଖକୁ ସହି ନ ପାରିଲେ ଏଣୁ ରାମଙ୍କର ଶାଶୁ ହଇଲେ ମନ୍ଦୋଦରୀ କାନ୍ଦିଲେ ମୁଣ୍ଡକୁ ଯେ ଧରି କେଡ଼େ କର୍ମ କଲ ଆହେ ରଘୁନାଥ ବିଧବା ମତେ ସଜାଇଲ ଦୁରନ୍ତ ଶାଶୁର ଦୁଃଖକୁ ସହି ନ ପାରିଲେ ବଡ଼ ଭାଇ ସାଙ୍ଗେ ଶାଶୁକୁ ବିବାହ କଲେ ରାମଙ୍କର ବଡ଼ ଭାଇ ପୁଣି ବିଭୀଷଣ ରାମଠୁ ଆଗରୁ ଯେ ହୋଇଛନ୍ତି ଜନ୍ମ ଦଶରଥ ଭିତରୁ ବିଭୀଷଣ ଉତ୍ପତ୍ତି এইটা লেখা দান্ডি রামায়ণে অছি ଶାଶୁର ଦୁଃଖ ସହି ନ ପାରିଲେ ବଡ଼ ଭାଇକି ବିବାହ କଲେ ବିଭୀଷଣକୁ
ବିବାହ କଲେ ହେଲେ ବଡ଼ ଭାଇ ରାମଙ୍କର ବଡ଼ ଭାଇ ହେଲେ ବିଭୀଷଣ ଭୀଷଣ ତେଣୁ କରି ବିଭୀଷଣକୁ ଥୁଆ ଥୁଇ କରିଦେଲେ ଆଉ